ଜାତୀୟ ରାଜପଥରେ କାର ପଛପଟୁ ଧକ୍କା ଦେଇ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ସୂଚନା ଅନୁଯାୟୀ 16 ନମ୍ବର ଜାତୀୟ ରାଜପଥର ସିମୁଳିଆ ତହସିଲ ନିକଟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ କାରକୁ ପଛପଟୁ ଏକ ବାଇକ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇ ଯୁବକ ଜଣକ ରାସ୍ତାକୁ ଛିଟିକି ପଡ଼ିଥିଲା। ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ଜଣାଯାଇଛି। ତେବେ ଗୁରୁତର ଯୁବକ ଜଣକ ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳର ସୁରେଶ ଲେଙ୍କା ବୋଲି ଜଣାପଡ଼ିଛି।